ନାରୀ କେତେ ପ୍ରକାରର ଓ କେଉଁ ନାରୀକୁ ବିବାହ କଲେ ପୁରୁଷ ଧନୀ ହୋଇଯାଇଥାଏ। ନମସ୍କାର ଦର୍ଶକ ବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାରୀମାନଙ୍କ ଉପରେ ବହୁତ ପ୍ରକାରର ବିବରଣୀ ବର୍ଣ୍ଣିତ ଅଛି। ନାରୀ କେତେ ପ୍ରକାରର, ସେମାନଙ୍କର କ'ଣ ସବୁ ଲକ୍ଷଣ ଥାଏ, ସେମାନଙ୍କର ସ୍ୱଭାବ କିପରି ହୋଇଥାଏ, ଏହିପରି ଅନେକ ପ୍ରକାରର ବର୍ଣ୍ଣନା କରାଯାଇଛି। ତ ଭିଡ଼ିଓଟିକୁ ବିନା ସ୍କିପ୍ରେ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ, ବୁଝିପାରିବେ। ତେବେ ଚାଲନ୍ତୁ ଜାଣିବା ନାରୀ କେତେ ପ୍ରକାରର ହୋଇଥାନ୍ତି ଏବଂ କେଉଁ ନାରୀକୁ ବିବାହ କଲେ ପୁରୁଷ ମହାଧନୀ ହୋଇଥାଏ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆମ ଏହି ତୃପ୍ତି ପ୍ରଧାନ ସମ୍ବଲପୁରୀ ବ୍ଲଗ୍ ଚ୍ୟାନେଲକୁ ଯେଉଁମାନେ ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ। ଆପଣମାନଙ୍କୁ ଗୋଟିଏ ନିବେଦନ, ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଥର ପାଇଁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ, କାହିଁକିନା ଆପଣମାନଙ୍କୁ ଏହି ଭିଡ଼ିଓରୁ ବହୁତ କିଛି ଅମୂଲ୍ୟ କଥା ଜାଣିବାକୁ ମିଳିବ। ତାହା ପୂର୍ବରୁ ଭିଡ଼ିଓକୁ ଗୋଟିଏ ଲାଇକ୍ ଓ କମେଣ୍ଟରେ ଭକ୍ତିଭାବ ସହ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାରୀମାନଙ୍କୁ 4 ଭାଗରେ ଓ ପୁରୁଷମାନଙ୍କୁ 4 ଭାଗରେ ବିଭକ୍ତ କରାଯାଇଛି। କେଉଁ ନାରୀକୁ କେଉଁ ପୁରୁଷ ବିବାହ କଲେ ବୈବାହିକ ଜୀବନ ଧନ ବୈଭବ ଓ ସୁଖ ଶାନ୍ତିରେ କଟିଥାଏ, ସେହି ବିଷୟରେ ବର୍ଣ୍ଣନା କରିବା। ବନ୍ଧୁଗଣ, ନାରୀମାନେ 4 ପ୍ରକାରର ହୋଇଥାନ୍ତି: ପଦ୍ମିନୀ, ଚିତ୍ରାଣୀ, ଶଙ୍ଖିନୀ ଓ ହସ୍ତିନୀ। ମନେ ରଖନ୍ତୁ, ନାରୀମାନେ 4 ପ୍ରକାରର ହୋଇଥାନ୍ତି: 1 ପଦ୍ମିନୀ, 2 ଚିତ୍ରାଣୀ, 3 ଶଙ୍ଖିନୀ, 4 ହସ୍ତିନୀ। ସେହିପରି ପୁରୁଷ ମଧ୍ୟ 4 ପ୍ରକାରର ହୋଇଥାନ୍ତି: ଶଶକ, ମୃଗ, ବୃଷ ଓ ଅଶ୍ୱ ଜାତିର ହୋଇଥାନ୍ତି। ପ୍ରଥମେ ଜାଣିବା ପଦ୍ମିନୀ ନାରୀଙ୍କ ବିଷୟରେ। ବନ୍ଧୁଗଣ, ପଦ୍ମିନୀ ନାରୀଙ୍କୁ ଶାସ୍ତ୍ରରେ ସର୍ବୋତ୍ତମ ମାନ୍ୟତା ଦିଆଯାଇଛି। ଏହି ପଦ୍ମିନୀ ନାରୀ ସଂସାରରେ ବହୁତ କମ୍ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ର ଏବଂ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପଦ୍ମିନୀ ନାରୀ ସୁଶୀଳା, ଧର୍ମ ପୂଜାପାଠରେ ବିଶ୍ୱାସୀ ହୋଇଥାନ୍ତି। ଗୁରୁ ବ୍ରାହ୍ମଣଙ୍କୁ ସେବା ଓ ଭକ୍ତି ମଧ୍ୟ କରିଥାନ୍ତି। ମାତା ପିତାଙ୍କର ସେବା ମଧ୍ୟ କରିଥାନ୍ତି। ବାପଘର ଏବଂ ଶାଶୁଘରର ହିତକାରିଣୀ ହୋଇଥାନ୍ତି ଏବଂ ଅତି ସୁନ୍ଦର ମଧ୍ୟ ହୋଇଥାନ୍ତି। ପଦ୍ମିନୀ ନାରୀଙ୍କ ଶରୀରରୁ ପଦ୍ମ ଫୁଲର ମହକ ବାହାରିଥାଏ। ପଦ୍ମିନୀ ନାରୀଙ୍କ କେଶ ଅତ୍ୟନ୍ତ ଘନ କଳା ହୋଇଥାଏ। ଏମାନଙ୍କର କଥା ଶୈଳୀ ନମ୍ର ଏବଂ ମଧୁର ହୋଇଥାଏ। ଏମାନଙ୍କର ଆଖି ସାମାନ୍ୟ ବଡ଼ ହୋଇଥାଏ। ମୁଖର ଗଠନ ଅତି ଗୋଲ ଏବଂ ଛୋଟ ହୋଇଥାଏ। ଏମାନଙ୍କର ନାକ, କାନ, ଆଙ୍ଗୁଳି ଛୋଟ ହୋଇଥାଏ ଏବଂ ବେକଟି ଏମାନଙ୍କର ଶଙ୍ଖ ଆକୃତିର ହୋଇଥାଏ। ଏମାନଙ୍କର ପାଦ ମଧ୍ୟ ଅତି ଛୋଟ ଏବଂ ସୁନ୍ଦର ହୋଇଥାଏ। ଏମାନେ ପତିପରାୟଣ ହୋଇଥାନ୍ତି। ଏମାନଙ୍କର ମୁଖରେ ସଦାସର୍ବଦା ପ୍ରସନ୍ନତା ଦେଖାଯାଇଥାଏ। ଏମାନଙ୍କର ଶରୀର ପତଳା ହୋଇଥାଏ। ଏମାନେ ମୃଗନୟନା ହୋଇଥାନ୍ତି। ସର୍ବଦା ଗୁଣସମ୍ପନ୍ନା ହୋଇଥାନ୍ତି। ହଂସ ପରି ଧୀର ଚାଲି ହୋଇଥାଏ। ଏମାନେ ଅଳ୍ପ ଭୋଜନରେ ସନ୍ତୁଷ୍ଟ ହୋଇଥାନ୍ତି। ଏମାନେ ଯେଉଁ ଘରେ ବାସ କରିଥାନ୍ତି, ସେହି ଘର ସ୍ୱର୍ଗତୁଲ୍ୟ ହୋଇଥାଏ ଏବଂ ସର୍ବଦା ସୁଖ ଶାନ୍ତିରେ ଗୃହ ପରିଚାଳିତ ହୋଇଥାଏ। ଏମାନେ ଯେଉଁ ପୁରୁଷକୁ ବିବାହ କରିଥାନ୍ତି,
ସେହି ପୁରୁଷ ସଦା ସୁଖୀ ଏବଂ ଧନବାନ ହୋଇଥାଏ ଏବଂ ଅଚାନକ ଧନ ସମ୍ପତ୍ତିର ଅଧିକାରୀ ମଧ୍ୟ ହୋଇଥାନ୍ତି ଏବଂ ଦୀର୍ଘାୟୁ ଓ ପୁଣ୍ୟବାନ ମଧ୍ୟ ହୋଇଥାନ୍ତି। ଏମାନେ ଦେବତା, ଗନ୍ଧର୍ବ ଏବଂ ମନୁଷ୍ୟ ସମସ୍ତଙ୍କର ମନ ମୋହି ନେଇଥାନ୍ତି। ସୌଭାଗ୍ୟବତୀ ଓ ପତିବ୍ରତା ଏବଂ ଅଳ୍ପ ସନ୍ତାନବର୍ତ୍ତୀ ମଧ୍ୟ ହୋଇଥାନ୍ତି। ଯୋଗ୍ୟ ସନ୍ତାନକାରିଣୀ ମଧ୍ୟ ହୋଇଥାନ୍ତି। ଏମାନଙ୍କର ଲାଲ ରଙ୍ଗ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏମାନେ ଯଦି ଶୋଷକ ଜାତିର ପୁରୁଷଙ୍କୁ ବିବାହ କରନ୍ତି ତେବେ ଏମାନେ ଅତ୍ୟନ୍ତ ସୁଖରେ ରହିବେ। ଏମାନେ ଅହିସୁଲକ୍ଷଣୀ ମଧ୍ୟ ହୋଇଥାନ୍ତି। ଏହି ପ୍ରକାର ନାରୀଙ୍କ ବିଷୟରେ ଯେତେ ବର୍ଣ୍ଣନା କଲେ ମଧ୍ୟ କମ୍ ପଡ଼ିଥାଏ। ଏବେ ଜାଣିବା ଚିତ୍ରାଣୀ ନାରୀଙ୍କ ବିଷୟରେ। ନମ୍ବର 2 ଚିତ୍ରାଣୀ ନାରୀ। ଏହି ନାରୀ ପତିବ୍ରତା ହୋଇଥାନ୍ତି। ଏହି ନାରୀ ସ୍ୱଜନକୁ ସ୍ନେହ କରିଥାନ୍ତି। ଏମାନେ ସମସ୍ତ କାର୍ଯ୍ୟ ଅତି ଶୀଘ୍ର କରିଥାନ୍ତି। ଏମାନଙ୍କ ପାଖରେ ଭୋଗବିଳାସର ଇଚ୍ଛା ବହୁତ କମ୍ ହୋଇଥାଏ। ଶୃଙ୍ଗାର ବା ବେଶଭୂଷଣରେ ଏମାନଙ୍କର ମନ ଅଧିକ ଥାଏ। ଏମାନଙ୍କ ପାଖରେ ଅଧିକ ପରିଶ୍ରମଯୁକ୍ତ କାର୍ଯ୍ୟ ହୋଇନଥାଏ, କିନ୍ତୁ ଏମାନେ ବିଚକ୍ଷଣ, ବୁଦ୍ଧିମତୀ ଏବଂ ଚତୁରୀ ହୋଇଥାନ୍ତି। ଗୀତ, ନୃତ୍ୟ ଏବଂ ଚିତ୍ରକଳା ଏମାନଙ୍କୁ ବହୁତ ପ୍ରିୟ ହୋଇଥାଏ। ଏମାନେ ତୀର୍ଥ, ଧର୍ମ ଏବଂ ଗୁରୁ ବ୍ରାହ୍ମଣଙ୍କର ସେବାରେ ନିଜର ମନୋବଳ ରଖିଥାନ୍ତି। ଏମାନେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହୋଇଥାନ୍ତି ଓ ସୁଶୀଳା ମଧ୍ୟ ହୋଇଥାନ୍ତି। ଏମାନଙ୍କର ମସ୍ତକ ଗୋଲାକାର ଓ ଅଙ୍ଗ କୋମଳ ହୋଇଥାଏ ଏବଂ ଆଖି ଚଞ୍ଚଳ ହୋଇଥାଏ। ଏମାନଙ୍କର ସ୍ୱର କୋଇଲି ପରି ହୋଇଥାଏ। ବେଶ କଳା ହୋଇଥାଏ। ଏହି ପ୍ରକାରର ନାରୀ ମଧ୍ୟ ବହୁତ କମ୍ ଅଛନ୍ତି। ଯଦି ଏହିମାନଙ୍କ ଜନ୍ମ ଗରିବ ପରିବାରରେ ହୋଇଥାଏ ତେବେ ଏମାନେ ଗରିବ ପରିବାରରେ ଜନ୍ମ ହୋଇଥିଲେ ସୁଦ୍ଧା ଏମାନେ ପାଟରାଣୀର ସୁଖ ଭୋଗ କରିଥାନ୍ତି। ଅଧିକ ସନ୍ତାନ ଏମାନଙ୍କର ହେଲେ ମଧ୍ୟ ମାତ୍ର 3ଟି ସନ୍ତାନ ଜୀବିତ ରୁହନ୍ତି। ଏମାନଙ୍କ ମଧ୍ୟରେ ଜଣଙ୍କର ରାଜଯୋଗ ଥାଏ ବା ଶାସନ ଗାଦିରେ ବସିଥାନ୍ତି। ଏମାନେ ଅଳ୍ପାୟୁ କିମ୍ବା ଦୀର୍ଘାୟୁ ହୋଇନଥାନ୍ତି। ଏମାନଙ୍କ ଶରୀରରୁ କ୍ଷୀରର ମହକ ବାହାରିଥାଏ। ଏମାନଙ୍କର ନିଦ୍ରା ମଧ୍ୟମ ଧରଣର ହୋଇଥାଏ। ଶରୀର ପତଳା ଏବଂ ଅଧିକ ଡେଙ୍ଗା କିମ୍ବା ଗେଡ଼ା ହୋଇନଥାନ୍ତି। ଏମାନେ ପତିପରାୟଣ ହୋଇଥାନ୍ତି। ଏହି ଚିତ୍ରାଣୀ ନାରୀମାନେ ମୃଗ ଜାତିର ପୁରୁଷକୁ ବିବାହ କଲେ ଅତ୍ୟନ୍ତ ସୁଖରେ ରହିଥାନ୍ତି। ବନ୍ଧୁଗଣ, ଏବେ ଜାଣିବା ଶଙ୍ଖିନୀ ନାରୀମାନଙ୍କ ବିଷୟରେ। ବନ୍ଧୁଗଣ, ଶଙ୍ଖିନୀ ନାରୀ ଅନ୍ୟ ନାରୀମାନଙ୍କ ଅପେକ୍ଷା ବହୁତ ଲମ୍ବା ହୋଇଥାନ୍ତି। ଏମାନଙ୍କ ମଧ୍ୟରେ କିଛି ମୋଟା ଏବଂ କିଛି ପତଳା ମଧ୍ୟ ଥାନ୍ତି। ଏମାନଙ୍କର ନାକ ମୋଟା ଓ ଆଖି ଅସ୍ଥିର ମଧ୍ୟ ଥାଏ। ଏମାନେ ସର୍ବଦା ଅସନ୍ତୁଷ୍ଟ ବା ଅପ୍ରସନ୍ନ ଦେଖାଯାଆନ୍ତି। ବିନା କାରଣରେ କ୍ରୋଧୀ ହୋଇଥାନ୍ତି। ଏମାନେ ସ୍ୱାମୀଙ୍କ ଉପରେ ରୁଷ୍ଟ ହୋଇଥାନ୍ତି। ଏମାନଙ୍କର ମନ ସର୍ବଦା ଭୋଗବିଳାସରେ ରହିଥାଏ। ଏମାନଙ୍କର ପାଖରେ ଦୟାଭାବ ନଥାଏ। ଏମାନେ ପରିବାରଠାରୁ ଅଲଗା ରହିବାକୁ ପସନ୍ଦ କରିଥାନ୍ତି। ଏହି ପ୍ରକାରର ନାରୀ ସଂସାରରେ ଅତ୍ୟଧିକ ରହିଥାନ୍ତି। ଏମାନେ ସର୍ବଦା ଚୁଗୁଲି କାମରେ ବ୍ୟସ୍ତ ରହିଥାନ୍ତି। ଏମାନଙ୍କର ଆୟୁଷ ଲମ୍ବା ହୋଇଥାଏ।
ଏମାନଙ୍କର ବାପଘର ଓ ଶାଶୁଘର ଦୁଇଟି ଯାକ ନଷ୍ଟ ହୋଇଯାଇ ଜୀବନର ଶେଷ ସମୟରେ ବହୁତ କଷ୍ଟ ପାଇଥାନ୍ତି। ଏମାନଙ୍କର ଶରୀରରୁ ମାଛ ଗନ୍ଧ ବାହାରିଥାଏ। ଏମାନେ ବହୁତ କାମୁକ ହୋଇଥାନ୍ତି। ଏମାନେ ସ୍ୱାମୀ ଏବଂ ଗୁରୁଜନଙ୍କୁ ଖାତିର କରିନଥାନ୍ତି। ପରପୁରୁଷଙ୍କ ପ୍ରତି ସର୍ବଦା ଆକୃଷ୍ଟ ହୋଇ ରହିଥାନ୍ତି। ପାନ ମଧ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଏମାନେ ବହୁତ ନିଦ୍ରାଶୀଳ ହୋଇଥାନ୍ତି। ଏହି ପ୍ରକାରର ନାରୀ ବୃକ୍ଷ ଜାତିର ପୁରୁଷଙ୍କୁ ବିବାହ କଲେ କିଛି ମାତ୍ରାରେ ସନ୍ତୁଷ୍ଟ ହୋଇଥାନ୍ତି। ଏବେ ଜାଣିବା ହସ୍ତିନୀ ନାରୀଙ୍କ ବିଷୟରେ। ବନ୍ଧୁଗଣ, ହସ୍ତିନୀ ନାରୀଙ୍କ ସ୍ୱଭାବ ସର୍ବଦା ପରିବର୍ତ୍ତନଶୀଳ ହୋଇଥାଏ ବା ଏମାନେ ପ୍ରତ୍ୟେକ ସମୟରେ ରଙ୍ଗ ବଦଳାଇଥାନ୍ତି। ଏମାନଙ୍କର ସର୍ବଦା ଭୋଗବିଳାସରେ ରହିବା ପାଇଁ ଇଚ୍ଛା ହୋଇଥାଏ। ଏମାନେ କଥାରେ ହସିଥାନ୍ତି। ବହୁତ ଆହାର କରିଥାନ୍ତି। ଏମାନଙ୍କର ଶରୀର ମୋଟା ହୋଇଥାଏ। ଏମାନେ ଆଳସ୍ୟ ସ୍ୱଭାବର ହୋଇଥାନ୍ତି। ଏମାନେ କଥାରେ ରାଗି ଯାଇଥାନ୍ତି। ଏମାନେ ବହୁତ ନିଷ୍ଠୁର ସ୍ୱଭାବର ହୋଇଥାନ୍ତି। ଏମାନଙ୍କର ପାଦର ଆଙ୍ଗୁଳି ସମାନ ନଥାଏ। ଏମାନେ ବିନା ରୋଗରେ ମଧ୍ୟ ରୋଗୀ ହୋଇଯାଆନ୍ତି। ହଠାତ୍ ଆକସ୍ମିକ ଦୁର୍ଘଟଣା ବେଶୀ ଦେଖିବାକୁ ମିଳିଥାଏ। ଏମାନଙ୍କର ପାଖରେ ଏମାନଙ୍କର ସ୍ୱାମୀ ସୁନ୍ଦର ଏବଂ ଗୁଣବାନ ହୋଇଥାନ୍ତି। ନିଜର କଳହ ପ୍ରକୃତି କାରଣରୁ ପରିବାରରେ କ୍ଲେଶ ଦେଖା ଯାଇଥାଏ। ସର୍ବଦା ଦୁଃଖୀ ଥାନ୍ତି। ଧାର୍ମିକ କାର୍ଯ୍ୟରେ ଏମାନଙ୍କର ଆସ୍ଥା ନଥାଏ। ଏମାନଙ୍କର ସ୍ୱାଦିଷ୍ଟ ଭୋଜନ ପ୍ରତି ଅତି ପ୍ରିୟ ହୋଇଥାନ୍ତି। ଏମାନେ ଦୀର୍ଘାୟୁ ହୋଇଥାନ୍ତି। ଏମାନଙ୍କର ଦୁଷ୍ଟ ପ୍ରକୃତି କାରଣରୁ ଏମାନଙ୍କର ମର୍ଯ୍ୟାଦା କ୍ଷୀଣ ହୋଇଥାଏ। ଏମାନଙ୍କର ଅଳ୍ପ କେଶ ଥାଏ। ଏମାନେ ମୋଟି ହୋଇଥାନ୍ତି। ଏମାନଙ୍କର ଶରୀରରୁ ମଦର ଗନ୍ଧ ବାହାରିଥାଏ। ଏମାନଙ୍କର ଆଖି, କାନ, ନାକ, ଦାନ୍ତ ଏବଂ ମୁଖ ସବୁ ବଡ଼ ହୋଇଥାଏ। ଲୋମଯୁକ୍ତ ହୋଇଥାନ୍ତି। କୃଷ୍ଣବର୍ଣ୍ଣ ହୋଇଥାନ୍ତି। ଏମାନଙ୍କର ନିଦ୍ରା ହାତୀ ପରି ଗାଢ଼ ହୋଇଥାଏ। ଏମାନଙ୍କର ସ୍ୱର ମେଘ ପରି ବା କର୍କଶ ସ୍ୱର ହୋଇଥାଏ। ଏମାନେ ଅଶ୍ୱଜାତୀୟ ପୁରୁଷଙ୍କୁ ବିବାହ କଲେ କିଞ୍ଚିତ ସୁଖୀ ହୋଇଥାନ୍ତି। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ରୂପେ ଭଲ ଲାଗିଛି। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଭିଡ଼ିଓକୁ ଅଧିକ ମାତ୍ରାରେ ସେୟାର କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ ଦେବାକୁ ଭୁଲନ୍ତୁ ନାହିଁ। ରହିଲି, ଜୟ ଜଗନ୍ନାଥ।